କହିଲ ଦେଖି ସିନେମାରୁ ଆମେ କ'ଣ ଜାଣିଥାଉ? ସିନେମାରୁ ନା ଆମେ ମଦ ଖାଇବା ଶିଖିଥାଉ, ସିନେମାରୁ ଆମେ ସିଗାରେଟ୍ ପିଇବା ଶିଖିଥାଉ, ସିନେମାରୁ ଆମେ ଜୋରରେ ଗାଡ଼ି ଚଳାଇବା ଶିଖିଥାଉ, ସିନେମାରୁ ଆମେ ଚୋରି କରିବା ଶିଖିଥାଉ, ସିନେମାରୁ ଆମେ ମର୍ଡ଼ର କରିବା ଶିଖିଥାଉ। ତେଣୁ এই ବଲିଉଡ଼ ବାଲାକୁ ପରିତ୍ୟାଗ କରିବା ଦରକାର। ସିନେମା ଦେଖିବା ଦରକାର ନାହିଁ। ଯଦି ଆମେ ଚାଲିବା ସାଧୁ ସନ୍ଥ ମହାତ୍ମାଙ୍କର ଗୁଣକୁ ଜାବୁଡ଼ିକିରି ଚାଲିବା, ତାକୁ ଧରିକି ଚାଲିଲେ ଆମେ ଜୀବନକୁ ସଫଳମୟ କରିପାରିବା। ତେଣୁ ସାଧୁକୁ ଯଦି ଆପଣ ଅନ୍ନ ଦେବେ ନା, କ'ଣ ହେବ ଜାଣିଛନ୍ତି? ଆପଣଙ୍କର ସମସ୍ତ ପାପ କଟିଯିବ। ତେଣୁକୁ ସାଧୁ ଆପଣଙ୍କର ଅନ୍ନ ଖାଆନ୍ତି ନାହିଁ, ଆପଣଙ୍କର ପାପକୁ ଖାଇଥାନ୍ତି। ଆଉ ଭଲ କର୍ମ କରି ଆଣିଥିବା ଅର୍ଥ ଆପଣଙ୍କର ବିଚାରଧାରାକୁ ସୁନ୍ଦର କରିଥାଏ। ଆଉ ଖରାପ କର୍ମ କରି ଯଦି ଆଣିଥିବେ ଅର୍ଥ ଏବଂ ସେଇ ଅର୍ଥରେ ଯଦି ଆପଣ ଅନ୍ନ ଭକ୍ଷଣ କରୁଥିବେ, ତେବେ ଆପଣଙ୍କର ବିଚାରଧାରାକୁ ସେ ଦୂଷିତ କରିଥାଏ। ତେଣୁ କୁହାଯାଇଛି ଯେ ଏକ ରାମ ନାମରେ ନା ଆପଣ ନିଷ୍ପାପ ହୋଇଯିବେ। ଏକ ରାମ ନାମର ଏତେ ପାୱାର, ଏତେ ଶକ୍ତି, ଏବଂ ଆପଣ ସେଇ ରାମ ନାମ ଯଦି ଆପଣ ଗୁଣଗାନ କରିବେ, ତେବେ ଆପଣଙ୍କର ପାଖରେ ପାପ ରହିବ ନାହିଁ। ତେଣୁ ଭଗବାନ କଥାକୁ ଅର୍ଥରେ ବିକ୍ରି କରାଯାଏ ନାହିଁ, ତାକୁ ଫ୍ରିରେ ହିଁ ବଣ୍ଟନ କରାଯାଏ। କାହିଁକି ନା भगवान दौलत से नहीं मिलती, भगवान आपकी दिल से मिलती है। इसीलिए प्रभु जी की कथा अर्थरे बिक्री करंतु नहीं। जय जगन्नाथ।